ହାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଓଡ଼ିଶାରେ ଆହୁରି 2 ଦିନ କାଳବୈଶାଖୀ ବର୍ଷା, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ମିଳିଥିବା ଖବର ଅନୁଯାୟୀ ଓଡ଼ିଶାର ଅନେକ ସ୍ଥାନରେ ଗତ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଦେଖିବାକୁ ମିଳିଛି। ଫଳରେ କିଛି ଦିନର ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଆହୁରି 2 ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ ଆଗାମୀ 2 ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ। ଏଥିପାଇଁ 11ଟି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ରାୟଗଡ଼ା, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା 5ରୁ 7 ଡିଗ୍ରୀ ହ୍ରାସ ପାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଲକ୍ଷ ଲକ୍ଷ ଭାରତୀୟ ୟୁଜର୍ସଙ୍କୁ ସାଇବର ଠକେଇର ବିପଦ। ଡାଟା ୱେବରେ ଲିକ୍ କଲା ବୋଟ୍‌ର ଡାଟା। ମିଳିଥିବା ଖବର ଅନୁଯାୟୀ ଲକ୍ଷ ଲକ୍ଷ ଭାରତୀୟ ଯୁବକଙ୍କ ଉପରେ ସାଇବର ଠକେଇର ବିପଦ ରହିଛି। କନଜ୍ୟୁମର ବ୍ରାଣ୍ଡ ବୋଟ୍‌ର ଲକ୍ଷ ଲକ୍ଷ ୟୁଜର୍ସ ଡାଟା ୱେବରେ ଦେବାକୁ ମିଳିଛି, ଯେଉଁଥିରେ ପ୍ରାଇଭେଟ୍ ସୂଚନାମାନ ସାମିଲ ରହିଛି। ତେବେ ସୂଚନା ମୁତାବକ ହାରାହାରି 7.5 ମିଲିୟନ ଅର୍ଥାତ୍ 75 ଲକ୍ଷ ୟୁଜର୍ସଙ୍କୁ ଡାଟା ୱେବରେ ମିଳିଛି, ଯେଉଁଥିରେ ୟୁଜର୍ସଙ୍କ ନାମ, ଠିକଣା, ଫୋନ୍ ନମ୍ବର, ଇମେଲ୍ ଆଇଡି, କଷ୍ଟମର ଆଇଡି ଇତ୍ୟାଦି ସାମିଲ ରହିଛି। ତେବେ ଫୋର୍ସ ଇଣ୍ଡିଆ ମୁତାବକ ସ୍ମାର୍ଟଫୋନ୍ ଏବଂ ବିୟରବେଲ୍ ଡିଭାଇସ୍ ତିଆରି କରୁଥିବା କମ୍ପାନୀ ଲକ୍ଷ ଲକ୍ଷ ୟୁଜର୍ସଙ୍କ ପ୍ରାଇଭେଟ୍ ଡାଟା 5 ଏପ୍ରିଲ 2024ରେ ଡାଟା ୱେବରେ ଦେଖିବାକୁ ମିଳିଛି। ଲିକ୍ ହୋଇଥିବା ଡାଟା ସେନ୍ସିଟିଭ୍ ଅଟେ, କାରଣ ଏଥିରେ ପର୍ସନାଲି ଆଇଡେଣ୍ଟିଫାଏଡ୍ ଇନଫର୍ମେସନ୍ ସାମିଲ ରହିଛି। ଆଇଆଇପିର ଅର୍ଥ ୟୁଜର ଡାଟା ମାନେ ନାମ, ଠିକଣା, ଫୋନ୍ ନମ୍ବର, ଇମେଲ୍ ଆଡ୍ରେସ୍, କଷ୍ଟମର ଆଇଡି ଏବଂ ଅନେକ ସୂଚନା ସାମିଲ ରହିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପୁଣି ବଢ଼ିଲା ସୁନାର ଦର, 71,000 ଟଙ୍କା ପାର। ମିଳିଥିବା ଖବର ଅନୁଯାୟୀ ଲଗାତାର ବଢ଼ି ଚାଲିଛି ସୁନାର ଦର। ଭାରତରେ ସୁନାର ଦାମ ସବୁଠୁ ରେକର୍ଡ ଭାଙ୍ଗିଛି। 10 ଗ୍ରାମ ସୁନାର ଦର ଏବେ 71,000 ଟଙ୍କା ଡେଇଁଛି। ପ୍ରଥମ ଥର ପାଇଁ ଏତେ ଟଙ୍କା ହୋଇଥିବା ଜଣାପଡ଼ିଛି। ସୁନାର ମୂଲ୍ୟ 400ରୁ ଅଧିକ ଟଙ୍କା ବୃଦ୍ଧି ପାଇଥିବା ଫଳରେ ଖାଣ୍ଟି ସୁନାର ଦାମ 10 ଗ୍ରାମ ପିଛା 71,620 ଟଙ୍କା ରହିଛି। ସେହିଭଳି 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା 65,650 ଟଙ୍କା ରହିଛି। ସୁନା ସହ ରୂପାର ଚମକ ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଦାମ ବଢ଼ିଛି। ରୂପାର ଦାମ 1,040ରୁ ଅଧିକ ଟଙ୍କା ବୃଦ୍ଧି ପାଇ ଫଳରେ କିଲୋଗ୍ରାମ ପିଛା 83,400 ଟଙ୍କା ପହଞ୍ଚିଛି, ଯାହା ଏହାର ସର୍ବକାଳୀନ ଉଚ୍ଚ ସ୍ତର। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବାଇକ୍ ରାଇଡରଙ୍କ ପାଇଁ ଖୁସି ଖବର, ଏହି ଦିନ ଲଞ୍ଚ ହେବ ୟାମାହା RX100। ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ମାର୍କେଟରେ ଖୁବ୍ ଶୀଘ୍ର ବୁଲେଟର ବିକଳ୍ପ ଆସିବାକୁ ଯାଉଛି। 90 ଦଶକର ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ ୟାମାହା RX100 ଲଞ୍ଚ ହେବାକୁ ଯାଉଛି। ଚଳିତ ବର୍ଷ ଶେଷ ବେଳକୁ ଏହି ବାଇକ୍‌ଟି ଲଞ୍ଚ ହେବ ବୋଲି କମ୍ପାନୀ କହିଛି। ବର୍ତ୍ତମାନ ଏହି ବାଇକ୍‌ରେ ନୂଆ ଷ୍ଟାଇଲ୍ ଏବଂ ନୂଆ ଫିଚର୍ସ ଆଣିବାକୁ ଯାଉଛି। ତେବେ 90 ଦଶନ୍ଧିର ପ୍ରଥମ ପସନ୍ଦ ଥିଲା ୟାମାହା RX100। ତେବେ ୟାମାହା ମଧ୍ୟ ଏହାର ନୂତନ ବାଇକ୍ ବହୁତ ଭଲ ଫିଚର ପ୍ରଦାନ କରିବାକୁ ଯାଉଛି। ଏଥିରେ ଏହା ସମ୍ପୂର୍ଣ୍ଣ ଡିଜିଟାଲ କ୍ଲଷ୍ଟର ରହିବ, ଯାହା ଏହି ବାଇକ୍‌ଟି ଆହୁରି ସୁନ୍ଦର ଦେଖାଯିବ। ଏହା ବ୍ୟତୀତ ଏଥିରେ ଏଲ୍ଇଡି ହେଡ୍‌ଲାଇଟ୍ ଏବଂ ଇଣ୍ଡିକେଟର ଅନ୍ତର୍ଭୁକ୍ତ ରହିବ। 200 ସିସିର ଇଞ୍ଜିନ୍ ସହ ଲଞ୍ଚ ହେବାକୁ ଏହି ବାଇକ୍‌ଟି ଅଧିକ ମାଇଲେଜ୍ ଆଶା କରିବେ ନାହିଁ, କିନ୍ତୁ ଏହାର ରୋଡ୍ ପ୍ରେଜେନ୍ସ ଅନ୍ୟ ବାଇକ୍ ଅପେକ୍ଷା ନିଆରା ରହିବ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। କର୍ମଚାରୀଙ୍କ ପାଇଁ ଭାରତରେ 78,000 ଘର ନିର୍ମାଣ କରିବ ଆପଲ୍। ମିଳିଥିବା ଖବର ଅନୁଯାୟୀ ଆମେରିକା ଟେକ୍ କମ୍ପାନୀ ଆପଲ୍ ଭାରତରେ 78,000ରୁ ଅଧିକ ଘର ନିର୍ମାଣ କରିବାକୁ ଯାଉଛି। ଗତ 2.5 ବର୍ଷ ଭିତରେ ସାରା ଦେଶରେ 15 ଲକ୍ଷ ଲୋକଙ୍କୁ ଚାକିରି ଦେବା ପରେ ଆପଲ୍ ଏବେ ଭାରତରେ ଚୀନ ଏବଂ ଭିଏତନାମ ଭଳି ଶିଳ୍ପ ମଡେଲ ଆପଣାଇବାକୁ ପ୍ରସ୍ତୁତ କରିଛି। ଆପଲ୍ ନିଜ କର୍ମଚାରୀ ଆବାସ ସୁବିଧା କରିବା ପାଇଁ ପ୍ରସ୍ତୁତ ହେଉଛି। ଏହି ଘର ସରକାରୀ ଘରୋଇ ସହଭାଗିତା ନିର୍ମାଣ କରାଯାଉଛି। ନିଜ କର୍ମଚାରୀଙ୍କୁ ଆବେଦନ ପ୍ରଦାନ କରିବା ପାଇଁ ଆପଲ୍ କୁହାଯାଇଛି କି ଏହି ଯୋଜନା ଅନୁଯାୟୀ 78,000ରୁ ଅଧିକ ଘର ନିର୍ମାଣ ହେବ। ଏଥିରୁ ସବୁ ଅଧିକ ପ୍ରାୟ 58,000 ଘର ତାମିଲନାଡୁରେ ନିର୍ମାଣ ହେବ। ଏହି ଦାୟିତ୍ୱ ତାମିଲନାଡୁର ରାଜ୍ୟ ଉଦ୍ୟୋଗ ସମ୍ପନ୍ନ ନିଗମ ଟାଟା ଗ୍ରୁପ୍ ଫଙ୍କସନ୍ ଏସ୍‌ପିଆଇ ଇଣ୍ଡିଆକୁ ପ୍ରଦାନ କରାଯାଇଛି। ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। କଂଗ୍ରେସର ନୋଟିସ୍, ସୁରଙ୍କ ଜବାବ। କହିଲେ କୌଣସି ଦଳ ପାଇଁ କରନ୍ତି ନାହିଁ ପ୍ରଚାର। ମିଳିଥିବା ଖବର ଅନୁଯାୟୀ ପୁତ୍ର ମୋହର ପଡ଼ିଥିବା ସୁରେଶ ରାଉତରାୟ ନୋଟିସ୍ କରିଥିଲା କଂଗ୍ରେସ। ସେ ନୋଟିସ୍‌ର ଉତ୍ତର ରଖିଛନ୍ତି।
ଆଉ କହିଛନ୍ତି ଯେ ସେ କୌଣସି ଦଳ ପାଇଁ ପ୍ରଚାର କରନ୍ତି ନାହିଁ। ଏହିପରିକି ପୁଅ ପାଇଁ ପ୍ରଚାର କରୁଥିବା ଅଭିଯୋଗ ଖଣ୍ଡନ କରିଛନ୍ତି। 50 ବର୍ଷ ହେଲା ସେ ବିଭିନ୍ନ ସାମାଜିକ କର୍ମରେ ଯୋଗ ଦେଇ ଆସୁଛନ୍ତି। ତଥାପି ଏଆଇସିସି କିମ୍ବା ପିସିସି ଯଦି ତାଙ୍କୁ ଦଣ୍ଡବିଧାନ କରନ୍ତି ତାହେଲେ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟ ବିରୋଧରେ ଅଭିଯୋଗ ସେ କଂଗ୍ରେସରେ ଅଛନ୍ତି ହେଲେ ଅନ୍ୟ ଦଳ ପାଇଁ ପ୍ରଚାର କରୁଛନ୍ତି, ଯାହାକୁ ନେଇ ତାଙ୍କୁ ନୋଟିସ ଜାରି କରାଯାଇଥିଲା କଂଗ୍ରେସ। ଯାହାର ଲିଖିତ ଜବାବ ରଖିଛନ୍ତି ସୁର ରାଉତରାୟ। ତାଙ୍କର କହିବା କଥା ଯେ କୌଣସି ଦଳ ପାଇଁ ପ୍ରଚାର କରନ୍ତି ନାହିଁ, କୌଣସି ଦଳ ରାଲିକୁ ଯାଆନ୍ତି ନାହିଁ, କୌଣସି ଦଳ ସଭାରେ ଯୋଗ ଦିଅନ୍ତି ନାହିଁ। ତାଙ୍କ ସାନ ପୁଅ ମନନ୍ତ ରାଉତରାୟ ବିଜେଡି ଲୋକସଭା ପ୍ରାର୍ଥୀ ଦେଉଛନ୍ତି। ସେଥିପାଇଁ ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ କୌଣସି ଦଳ ପ୍ରଚାରକୁ ଯାଆନ୍ତି ନାହିଁ କି ଯିବେ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜିଲ୍ଲାରେ ବଦଳିଲା ସ୍କୁଲର ସମୟ। ମିଳିଥିବା ଖବର ଅନୁଯାୟୀ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରଚଣ୍ଡ ପ୍ରବାହକୁ ଏହାକୁ ଦୃଷ୍ଟିରେ ରଖି ଆଲର୍ଟ ପ୍ରଶାସନ। ବିଶେଷ କରି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏମିତିକି ସବୁର ସ୍କୁଲ ସମୟ ପରିବର୍ତ୍ତନ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି। ଚଳିତ ବର୍ଷ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକର ସମୟ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ହୋଇଥିଲା। ତେବେ ଏଥିପାଇଁ ଜଗତସିଂହପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟାଇମଟି ସକାଳ 7ଟାରୁ 11ଟା ପରିବର୍ତ୍ତେ 6ଟା30ରୁ 10ଟା30 ପର୍ଯ୍ୟନ୍ତ କରାଯାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ନେଭିରେ ଯୋଗ ଦେବାକୁ ସୁବର୍ଣ୍ଣ ସୁଯୋଗ, 10ମ ପିଲା କରିଥିଲେ ଆବେଦନ କରିପାରିବେ ଦରମା 90,000 ପରେ। ମିଳିଥିବା ଖବର ଅନୁଯାୟୀ ଭାରତୀୟ ମର୍ଚାଣ୍ଟ ନେଭିରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କ ସ୍ୱପ୍ନ। ତେବେ ଏଥିପାଇଁ ଏକ ଭଲ ସୁଯୋଗ ଆପଣଙ୍କ ପାଇଁ ଅଛି। ଏଥିପାଇଁ ଭାରତୀୟ ମର୍ଚାଣ୍ଟ ନେଭି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ନେଭିର ଡେକ୍ ରିଡିଂ, ଇଞ୍ଜିନ ରିଡିଂ, ନାବିକ, ହେଲ୍ପର, ରୋଷେଇ ଆଦି ପଦବୀରେ ପୂରଣ ହେବ। ଏଥିପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ କେବଳ ପୁରୁଷ ହିଁ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ 4,000 ପଦବୀ ପୂରଣ ହେବ। 10ମ ପାସ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ନେଭିର ଅଫିସିଆଲ ୱେବସାଇଟ joinindianavy.gov.in କୁ ଯାଇ ଆପଣ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ ଚାଲିଥିବା ବେଳେ ଶେଷ ତାରିଖ 30 ଏପ୍ରିଲ 2024 ରହିଛି। ଶିକ୍ଷାଗତ ଯୋଗ୍ୟତା ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି। ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ 10ମ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ। ସମ୍ବନ୍ଧିତ ଟ୍ରେଡ୍ର ITI ପାସ୍ କରିଥିବା ଆବଶ୍ୟକ। ସର୍ବନିମ୍ନ ବୟସ 17 ବର୍ଷ ଓ ସର୍ବାଧିକ 27 ବର୍ଷ ହୋଇଥିବା ଆବଶ୍ୟକ। ସର୍ବନିମ୍ନ ଦରମା 38,000 ଟଙ୍କା ଓ ସର୍ବାଧିକ ଦରମା 90,000 ଟଙ୍କା।